ହବନି ହବନି ହେଲା, ବହୁତ ହେଲା, ହଉଛି ତ ପୁଣି ହବ। କ'ଣ ବର୍ଷା ଫଳରେ ଏବେ ବନ୍ୟା ବିତ୍ତିପାତ ଭଳି ଅବସ୍ଥା ସୃଷ୍ଟି ହେବାକୁ ଯାଉଛି। କେଉଁଠି କେଉଁଠି ମଧ୍ୟ ଜଳ ଘେରରେ, ବନ୍ୟା ଘେରରେ ଲୋକେ ରହିଗଲେଣି, କଷ୍ଟ ଭୋଗୁଛନ୍ତି। ଜୁଲାଇ ସରିଗଲା, ଅଗଷ୍ଟ। ଆଜି ଆମେ ଆଲୋଚନା କରିବା ଅଗଷ୍ଟ ପହିଲା କଥା। ଆଜି ସୂର୍ଯ୍ୟ ଉଦୟ, ସୂର୍ଯ୍ୟ ଅସ୍ତ ଓ ମନ୍ଦ ସମୟ। 1 ତାରିଖ, ଅଗଷ୍ଟ 1 ତାରିଖ ସୂର୍ଯ୍ୟ ଉଦୟ ହେବେ 5ଟା 23 ପରେ, ସୂର୍ଯ୍ୟ ଅସ୍ତ ଯିବେ 6ଟା 21 ପରେ। ରାହୁ କାଳ ମାନେ ମନ୍ଦ ସମୟ 8ଟା ସକାଳ 8ଟା 39ରୁ 10ଟା 15। ସକାଳ 8ଟା 39ରୁ 10ଟା 15। ଏବେ ଆମେ ଶୁଣିବା ମେଷ ରାଶି କଥା। 1 ତାରିଖ ଶନିବାର, ମେଷ ରାଶି। ଆଜ ଆୟ ବୃଦ୍ଧି ଦିନ। ମେଷ ରାଶିଆଙ୍କର ଆଜି ଆୟ ବୃଦ୍ଧି ଦିନ। ଅଶ୍ୱିନ ନକ୍ଷତ୍ର ଥିବା ଲୋକେ ରାତି 8ଟା 45ରୁ ସତର୍କ ରୁହନ୍ତୁ। ମେଷ ରାଶି ଜନତାଙ୍କୁ ବୁଧ, ଶୁକ୍ର, ରାହୁ ଓ ଚନ୍ଦ୍ର ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବେ। ଏଥିପାଇଁ ଏମାନେ ସହଜରେ ବଳ, ବୁଦ୍ଧି, ବିଦ୍ୟା, ବିବେକ, ସ୍ନେହ, ଆଦର, ଧନ, ମାନ ଆଦି ପାଇ ଖୁସିରେ ଜୀବନଯାପନ କରିବେ। ମାତ୍ର ପଞ୍ଚଗ୍ରହକୂଟ ଯେଉଁମାନେ ଆଙ୍କ ଭିତରେ ନାହାନ୍ତି, ସେମାନେ ପଞ୍ଚଗ୍ରହକୂଟ, ସେମାନେ କୂଟ କରୁଛନ୍ତି, ଏମାନଙ୍କୁ ବିପଥଗାମୀ କରାଇବେ। ସୁତରାଂ ଯିଏ ପରୋପକାରୀ ସେ ବୁଧ, ଶୁକ୍ର, ରାହୁ, ଚନ୍ଦ୍ରଙ୍କର କଲ୍ୟାଣରେ ଆଗେଇ ଯିବ। ଯିଏ ପରଶ୍ରୀ କାତର, ଯିଏ ଅବିବେକୀ, ତାଙ୍କ ପାଇଁ ଏ ଗ୍ରହଙ୍କର ଶୁଭ ଦୃଷ୍ଟି ପଡ଼ିବନି। ବାକି ଯିଏ ରହିଗଲେ ସେ ଗ୍ରହମାନେ ତାଙ୍କୁ ଦୁଃଖ ଦେବେ, ବିପଦଗାମୀ କରାଇବେ। ଏଥର ଚିନ୍ତା ଆପଣଙ୍କର, ଆପଣ ପରଶ୍ରୀ କାତର ହେବେ ବା ପରୋପକାରୀ ହେବେ। ବାସ୍। ବୃଷ ରାଶି 1 ତାରିଖ ଶନିବାର, ବୃଷ ରାଶି। କର୍ମମୟ ଦିନ। ଏହି କର୍ମରୁ ଏମାନେ ବୃଷ ରାଶି ଲୋକମାନେ ଆନନ୍ଦ ପାଇବେ। କୃତ୍ତିକା ନକ୍ଷତ୍ର ଥିବା ଲୋକେ ରାତି 8ଟା 45ଠାରୁ ସାବଧାନତା ଅବଲମ୍ବନ କଲେ ଭଲ। ବୁଧ, ରବି, ଶୁକ୍ର, ଶନି ପ୍ରସନ୍ନ ଅଛନ୍ତି। ଚନ୍ଦ୍ର ଦୟାଶୀଳ ଅଛନ୍ତି। ଅନ୍ୟ ଗ୍ରହମାନେ ଦୁଃଖ ଦେବା ପାଇଁ ବିଚାର କରୁଛନ୍ତି। ଏଣୁ କର୍ମ କରି କରି ଆପଣ ବିବିଧ ମୌଳିକ ସୁଖ ପାଇବେ। ଆର୍ଥିକ ଅଭାବ ଦୂର କରିପାରିବେ। ସମ୍ମାନିତ ହେବେ। ଦେହପା ଠିକ୍ଠାକ୍ ରହିବ। ପ୍ରତ୍ୟହ କରୁଥିବା ବୃତ୍ତି, ବ୍ୟବସାୟ, ସେବା ଆଦିର ବିକାଶ ହେବ। ମଙ୍ଗଳମୟ ଦିନ। ତେଣୁ କର୍ମମୁଖର ରୁହନ୍ତୁ ନା। ମିଥୁନ ରାଶି 1 ତାରିଖ ଶନିବାର, ମିଥୁନ ରାଶିର ଏକ ଅଶାନ୍ତ ଦିନ। ମୃଗଶିରା ନକ୍ଷତ୍ର ଯୁକ୍ତ ମନୁଷ୍ୟ ରାତି 8ଟା 45ଠାରୁ ସାବଧାନରେ ଚଳାଚଳ ନ କଲେ ବିପଦ। ଚନ୍ଦ୍ର, ରାହୁ, ଶନି, ମଙ୍ଗଳ, ବୁଧ, ରବି ଆଦି ଗ୍ରହମାନେ ଅନିଷ୍ଟ କାମନା କରୁଛନ୍ତି। ଶୁକ୍ର, କେତୁ, ବୃହସ୍ପତି ଶୁଭ ଚିନ୍ତା କରୁଛନ୍ତି। ଏଥିପାଇଁ ଦିନ ସାରା ସୁଖ ଅଛି, ଶାନ୍ତି ନାହିଁ। ଅପମାନ ଅଛି, ସମ୍ମାନ ନାହିଁ। ଖର୍ଚ୍ଚ ଅଛି, ଆୟ ନାହିଁ। ଆଦର ମମତା ଅଛି କେବଳ ନିଜ ଲୋକଙ୍କ ଠାରୁ। ସୁତରାଂ ଏହା ଜାଣି, ସବୁ ଶୁଣି, ସମ୍ଭାଳି ନେଇ ନିଜକୁ ସଜାଡ଼ି ନିଅନ୍ତୁ। ଚୁପ୍ ରହନ୍ତୁ, ଅନ୍ୟଥା ଅପମାନିତ ହେବେ। ଆଲୋ ସଖୀ, ଆପଣା ମହତ ଆପେ ରଖି ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। 1 ତାରିଖ ଶନିବାର, କର୍କଟ ରାଶି। ଘାତ ପ୍ରତିଘାତ ପୂର୍ଣ୍ଣ ଦିବସ। ପୁଷ୍ୟା ନକ୍ଷତ୍ରଧାରୀ ଜନତା ରାତି 8ଟା 45ଠାରୁ ସତର୍କ ରହିଲେ ଭଲ। ଦେହ ସମ୍ପୂର୍ଣ୍ଣ ଅସୁସ୍ଥ ହେବ, ଯଦ୍ୱାରା ବିଶ୍ରାମ ଅପରିହାର୍ଯ୍ୟ। ଆୟ ଅମଳ ଦ୍ୱାର ବନ୍ଦ। ଦୂରଯାତ୍ରା ନ କଲେ ଭଲ। ଦୁର୍ଘଟଣା ଘଟିବ ନିଶ୍ଚିତ। ବି କେୟାରଫୁଲ୍। ଶାନ୍ତିର ନାଁ ଗନ୍ଧ ନାହିଁ। ପ୍ରିୟ ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ। ଏତିକି।
ମହାମନ୍ତ୍ର ଜପ କରନ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ଜପ କରନ୍ତୁ, ମଙ୍ଗଳ ହେବ। ରବି, ବୃହସ୍ପତି, ଚନ୍ଦ୍ର, ରାହୁ, ଶନି, ବୁଧ, ଶୁକ୍ର, କେତୁ ଏମାନେ ଅସନ୍ତୁଷ୍ଟ ଅଛନ୍ତି। କେବଳ ମଙ୍ଗଳଙ୍କର ଦୟା ଅଛି। କର୍କଟ ଉପରେ କେବଳ ମଙ୍ଗଳଙ୍କର ଦୟା ଅଛି। ଅଷ୍ଟଗ୍ରହ ଅସନ୍ତୁଷ୍ଟ। ସିଂହ ରାଶି 1 ତାରିଖ ଶନିବାର, ସିଂହ ରାଶିର ଆଜି ପ୍ରୀତିପୂର୍ଣ୍ଣ ଦିବସ। ମଘା ନକ୍ଷତ୍ର ଥିବା ଜନଗଣ ରାତି 8:45 ଠାରୁ ଜଗି ରଖି ଚଳନ୍ତୁ। ଶୁକ୍ର, କେତୁ, ରାହୁ, ଶନି, ରବି, ବୃହସ୍ପତି ପ୍ରଭୃତି ଗ୍ରହ ସିଂହ ଉପରେ ସନ୍ତୁଷ୍ଟ ନାହାନ୍ତି। ଚନ୍ଦ୍ର, ବୁଧ, ମଙ୍ଗଳ ସନ୍ତୁଷ୍ଟ ଅଛନ୍ତି। ଏଣୁ ମିଶ୍ର ଫଳ ପାଇଁ ଦିନଟି ପ୍ରଯୁଜ୍ୟ। ଧନାଗମ ହେବ କେବଳ ଯଥେଷ୍ଟ ଉଦ୍ୟମ ଯୋଗୁଁ। ଏହା ସମ୍ଭବ ହେବ। ଚୁପଚାପ ଶୋଇଲେ ଧନ ଆସିବନି। ନଈ ସୁପ୍ତସ୍ୟ ସିଂହସ୍ୟ ମୁଖେ ପ୍ରବିଶନ୍ତି ମୃଗାଃ। ସିଂହ ଶୋଇଲେ ଖାଦ୍ୟ ତା ପାଟିରେ ପଶିବନି। ତେଣୁ ସିଂହ ରାଶିର ଜନତା ଯଦି ଖଟିବେ ତେବେ ଖାଇବେ, ଖଟିବେ ତ ପାଇବେ, ଖଟିବେ ତ ନାଇବେ। ତେଣୁ ଖଟନ୍ତୁ। ଦେହର କୌଣସି ଏକ ଅଙ୍ଗ ପୀଡ଼ିତ ହେବ। ପାରିବାରିକ ସହାବସ୍ଥାନ ଶାନ୍ତିପ୍ରଦ ହେବ। ମୌଳିକ ଇଚ୍ଛା ପୂରଣ ହେବ। ବାହାରୁ ବି କିଛି ମିଳିବ, ଉପହାର ପାଇବେ। ହଁ, କନ୍ୟା ରାଶି ଅଗଷ୍ଟ 1 ତାରିଖ ଶନିବାର, କନ୍ୟା ରାଶିର ଲୋକେ ଆଜି ଦ୍ରବ୍ୟ ଲାଭ କରି ଖୁସି ହେବେ। ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଥିବା ବ୍ୟକ୍ତି ରାତି 8:45 ଠାରୁ ହୁସିଆର ରହିଲେ ଭଲ। ଚନ୍ଦ୍ର, ରାହୁ, ବୁଧ, ରବି, ବୃହସ୍ପତି, ଶୁକ୍ର ଏତେ ଗୁଡ଼ିଏ ଗ୍ରହ ପ୍ରସନ୍ନ ଅଛନ୍ତି। ଏଣୁ କନ୍ୟା ଜନତା ଆଜି ଲାଭରେ ରହିବେ। ଅତୁଟ ଶାନ୍ତି ପାଇବେ। ବହୁ ଦିନର ଇଚ୍ଛା ପୂରଣ ହେବ। ସର୍ବାଙ୍ଗ ସୁସ୍ଥ ଓ ସୁନ୍ଦର ରହିବ। ଅଯାଚିତ ଉପହାର ମିଳିବ। ନୂତନ ନିଯୁକ୍ତି ମିଳିଯାଇପାରେ। ଧନ ରୋଜଗାର ବଢ଼ିଯିବ। ବୃତ୍ତି, ବ୍ୟବସାୟ, ଦେବା ସେବା ଆଦି କରୁଥିବା, ବୃତ୍ତି, ବ୍ୟବସାୟ, ବାଣିଜ୍ୟ, ସେବା କରୁଥିବା ବ୍ୟକ୍ତିମାନଙ୍କର ଏହି ସମସ୍ତ ଭାବ କାର୍ଯ୍ୟର ଉତ୍ତରୋତ୍ତର ଉନ୍ନତି ହେବ। କନ୍ୟାର ଏକ ବଢ଼ିଆ ଦିନ। 1 ତାରିଖ ଶନିବାର, ତୁଳା ରାଶି ଚିତ୍ରା ନକ୍ଷତ୍ର ଯୁକ୍ତ ମନୁଷ୍ୟ ରାତି 8:45 ଠାରୁ ସାବଧାନ ରହିଲେ ଭଲ। ଏମାନେ ଲୋଭର ଅଧୀନ ହୋଇଯିବେ। ଶନି, ବୁଧ, ରବି, କେତୁ ପ୍ରଭୃତି ଗ୍ରହମାନେ ପ୍ରସନ୍ନ ଅଛନ୍ତି। ଅନ୍ୟ ସମସ୍ତ ଗ୍ରହ ଅପ୍ରସନ୍ନ ଅଛନ୍ତି। ଏଣୁ ବିବିଧ କୌଳିକ, ମୌଳିକ, ବୌଦ୍ଧିକ ଓ ଆର୍ଥିକ ସୁଖ ମିଳିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସହଯୋଗ ମିଳିବ। ଧନାଗମ ହେବ। ଏହି ଶରୀର ଓ ମାନସିକ ଶ୍ରମ ଯଦି ଠିକ୍ ଠାକ୍ ରହିବ ତେବେ ଧନ ବୃଦ୍ଧି ଯଥେଷ୍ଟ ହେବ। ଶାରୀରିକ ପରିଶ୍ରମ କରିବେ, ମାନସିକ ପରିଶ୍ରମ କରିବେ, ମୁଣ୍ଡ ଖଟେଇବେ, ତେବେ ଧନ ନିଶ୍ଚୟ ଆସିବ। ଆଉ ଦେହ ସୁସ୍ଥ ରହିବ। 1 ତାରିଖ ଶନିବାର, ବିଛା ରାଶି ବିଶାଖା ନକ୍ଷତ୍ରଧାରୀ ବ୍ୟକ୍ତି ରାତି 8:16 ଠାରୁ ସାବଧାନ ରହିଲେ ଭଲ। ପୈତୃକ ସମ୍ପତ୍ତିକୁ ନେଇ ଆଜି କଳହ ବଢ଼ିଯାଇପାରେ। ଚନ୍ଦ୍ର, ରାହୁ, ଶନି, ମଙ୍ଗଳ, ରବି ଅମଙ୍ଗଳ କାମନା କରୁଛନ୍ତି। ବୁଧ, ବୃହସ୍ପତି, ମଙ୍ଗଳ ଶୁଭ କାମନା କରୁଛନ୍ତି। ଶୁକ୍ର ସାହାଯ୍ୟ କରିବା ମୁଡ଼ରେ ଅଛନ୍ତି। ମନ୍ଦ ଫଳସ୍ୱରୂପ ଆଜି ପୁରୁଣା ରୋଗ ହଇରାଣ କରିବ। ତୁମ ମାଙ୍କ ଦେହ ବି ଅସୁସ୍ଥ ହୋଇଯିବ। ଦୂରଯାତ୍ରା ହବନି। ଯଦି ଜୋର ଜବରଦସ୍ତି ଦୂରକୁ ଯିବେ ରାସ୍ତାରେ ହଇରାଣ ହେବେ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଏପରିକି ପ୍ରସ୍ତୁତ କରିଥିବା ଖାଦ୍ୟ ଖାଇପାରିବେନି। ଭଲ ଫଳ ହିସାବରେ ଦିନ 2:30 ପରେ ବନ୍ଧୁ ସହଯୋଗ ମିଳିବ। ଆଉ ସନ୍ଧ୍ୟାର ଏପଟ ସେପଟ, ସନ୍ଧ୍ୟାର ପୂର୍ବରୁ ଓ ପରେ ଦେବଦର୍ଶନ ଯୋଗ ଆସିବ। ଚେଷ୍ଟା କରନ୍ତୁ, ସୁଫଳ ହେବ। ଧନୁରାଶି 1 ତାରିଖ ଅଗଷ୍ଟ 1 ତାରିଖ ଶନିବାର, ଧନୁ ରାଶି ମୂଳା ନକ୍ଷତ୍ର ଯୁକ୍ତ ମନୁଷ୍ୟ ରାତି 8:45ରୁ ସତର୍କ ରହିଲେ ଭଲ।
ଆପଣଙ୍କୁ ଆର୍ଥିକ ସୁଖ ମିଳିବ। ଚନ୍ଦ୍ରମା, ରାହୁ, ମଙ୍ଗଳ, ଶୁକ୍ର ଧନୁ ରାଶି ପାଇଁ ଦୟାଶୀଳ ଅଛନ୍ତି। ଅନ୍ୟ ପଞ୍ଚଗ୍ରହ ନିର୍ଦ୍ଦୟ ଅଛନ୍ତି। ଏଣୁ ଧନୁ ରାଶିର ଲୋକେ ଆଜି ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିବେ। ଏଥିପାଇଁ ବିଧାତା ସୁଯୋଗ ଦେବେ। କିନ୍ତୁ ଆମେ ହାତ ଗୋଡ଼ ହଲେଇବା ନା, ଆଉ ସୁଯୋଗ ଆସିବ ଆଁ କରି ବସିବା। ଶେଷକୁ କହିବା କ'ଣ ନା, ଅଙ୍ଗୁର କୋଳି ଖଟା ନାହିଁ। ଚେଷ୍ଟା କରନ୍ତୁ, ବିଧାତା ଦୟା କରିବେ। ଧନୁରାଶି ଲୋକମାନେ ଆଜି ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବେ। ଏଥିପାଇଁ ବିଧାତା ସୁଯୋଗ ଦେବେ। ଅନ୍ୟାନ୍ୟ ପାରିବାରିକ ବିଭ୍ରାଟ ହେବ। ଅନେକ ଗ୍ରହ ଖରାପ ଅଛନ୍ତି। ଶତ୍ରୁ ଆଜି ମିତ୍ର ଭଳି ବ୍ୟବହାର କରିବ, ସାବଧାନ। ଭଲ କରି ଚିହ୍ନି ରଖ ଭ୍ରାତାଙ୍କ ବଦନ। ଥରେ ଯେ ଶତ୍ରୁତା କରିଛି ତାକୁ ଯେ ବିଶ୍ୱାସ କରେ ସେ ମହାମୂର୍ଖ। ଶତ୍ରୁ ଯିଏ ଥରେ ହେଇଯାଇଛି ତାକୁ ଜମା ବିଶ୍ୱାସ କରନ୍ତି। କୁହାଯାଇଛି ଅବିଶ୍ୱାସୀ ବିଶ୍ୱସିତି ମୂଢ଼ ଚେତା ନରାଧମ। ସେ ନରାଧମ, ନରମାନଙ୍କ ମଧ୍ୟରେ ସେ ଅଧମ। ସେ ମୂଢ଼ ଚେତା, ସେ ମହାମୂର୍ଖ ଯିଏ ଅବିଶ୍ୱାସୀକୁ ବିଶ୍ୱାସ କରେ। ଆଜି ସେ ଅବିଶ୍ୱାସୀ ଶତ୍ରୁ ଆଜି ବିଶ୍ୱାସବାଦରେ ଭାବେ ଚେଷ୍ଟା କରିବ। ସର୍ବେ ସ୍ୱାର୍ଥଂ ସମିହନ୍ତେ, ସମସ୍ତେ ସ୍ୱାର୍ଥପର। ତେଣୁ ଏହି ଶତ୍ରୁ ମିତ୍ରତା ଆଚରଣ କରିବ ସ୍ୱାର୍ଥ ସାଧନ ପାଇଁ, ସାବଧାନ। ସେଥିପାଇଁ କୁହାଗଲା ଭଲ କରି ଚିହ୍ନି ରଖ ଭ୍ରାତାଙ୍କ ବଦନ। ହଁ ବନ୍ଧୁ, ଏବେ ଆମେ ଆଲୋଚନା କରିବା ମକର କଥା। 1 ତାରିଖ ଶନିବାର, ମକର ରାଶି, ଉତ୍ତରାଷାଢ଼ ନକ୍ଷତ୍ର ଯୁକ୍ତ ବ୍ୟକ୍ତି। ରାତି 8ଟା 45 ଠାରୁ ହୁସିଆର ନ ରହିଲେ ଅସୁବିଧା। ଆଜି ଆପଣ ଅଯଥା ଖର୍ଚ୍ଚାନ୍ତ ହେବେ। ମକର ରାଶିକୁ ଶନି, ବୁଧ, ବୃହସ୍ପତି, ଶୁକ୍ର ସହଯୋଗ କରିବେ। ଅନ୍ୟ ପଞ୍ଚଗ୍ରହ କୂଟ କରିବେ। ଏଣୁ ମନ ଅଧୀର ହେବ, ବ୍ୟାକୁଳ ହେବ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଧନାଗମରେ ବାଧା ନାହିଁ। ଏଥିପାଇଁ ଶାରୀରିକ ଓ ମାନସିକ ଶ୍ରମ ଲୋଡ଼ା। ପାରିବାରିକ ସୁଖ ଅଛି। କୌଣସି ଭଲ କାମ କରି ଆଜି ପ୍ରଶଂସନୀୟ ହେବେ। ଗୁଣୀ ସିନା ବୁଝେ ଗୁଣ ମହତ। ବାସ୍। କୁମ୍ଭ ରାଶି 1 ତାରିଖ ଶନିବାର, କୁମ୍ଭ ରାଶି, ଧନିଷ୍ଠା ନକ୍ଷତ୍ରଧାରୀ ବ୍ୟକ୍ତି। ରାତି 8ଟା 45 ଠାରୁ ସାବଧାନ ରହିଲେ ଭଲ। ଆଜି ଆପଣଙ୍କର ହଠାତ୍ ଲାଭ ହେବ। ଆଶା କରିନଥିବେ, ଘରେ ବସିଥିବେ, କିଏ ଆଣିଦେବ, ଆଜ୍ଞା ନେଉନାହାନ୍ତି। ହଠାତ୍ ଲାଭ ହେବ। ଆପଣ ଆଜି ଦର୍ପଣ ଦେଖି ଟିକିଏ ମନ ଖୋଲା ହସ ହସନ୍ତୁ। ରବି, ବୁଧ ଓ ଚନ୍ଦ୍ର ତ୍ରିଶକ୍ତି ମିଳିତ ଆକ୍ରମଣ କରି ସେ ଦୁଷ୍ଟ ଶକ୍ତିକୁ ପରାହତ କରିବେ। ଆଜି ମନକୁ ଦମ୍ଭ ଆସିବ, ବାହୁକୁ ବଳ, ମନକୁ ବିଶ୍ୱାସ, ହାତକୁ ଧନ, ତୁଣ୍ଡକୁ ରୁଚିକର ଖାଦ୍ୟ ମିଳିବ। ଚୁପଚାପ ବସିଲେ କିଛି ମିଳିବନି। ପିମ୍ପୁଡ଼ି ଓ ମହୁମାଛି ପରି ଖଟିଲେ, ବିଲୁଆ ପରି ଚତୁର ହେଲେ ଏ ସମସ୍ତ ସୁଖ ପାଇବେ। ମୀନରାଶି 1 ତାରିଖ ଶନିବାର, ମୀନରାଶି, ପୂର୍ବ ଭାଦ୍ର ନକ୍ଷତ୍ର ସମ୍ପନ୍ନ ବ୍ୟକ୍ତି। ରାତି 8ଟା 45ରୁ ସତର୍କ ରହିଲେ ଭଲ। ଶାନ୍ତି ସନ୍ତୋଷରେ ଖୁସିରେ ଆଜି ଦିନ ଯିବ। ରାହୁ, ଚନ୍ଦ୍ର ମିଳିତ ଆକ୍ରମଣ କରି ସ୍ୱାସ୍ଥ୍ୟ, ଧନ, ସମ୍ମାନ ହରଣ କରିବେ। ମାନେ ଆଜି ସ୍ୱାସ୍ଥ୍ୟହାନି ହେବ, ଧନହାନି ହେବ, ବଳହାନି ହେବ, ସମ୍ମାନ ହାନି ହେବ। ଶନି ଏ ଦୁହିଁଙ୍କୁ ସହ ମିଶି କିଛି କ୍ଷତି କରିବେ। ମଙ୍ଗଳ, ବୃହସ୍ପତି, କେତୁ, ଶୁକ୍ର ଧନ ଦେଇ ସମସ୍ୟା ଦୂର କରିବେ। ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ହେବ, ତାହା ସମ୍ଭାଳି ହେବ। ଧନାଗମ ପାଇଁ ଯଥେଷ୍ଟ ଉଦ୍ୟମ ଲୋଡ଼ା। କାରଣ ଆପଣଙ୍କୁ ଏ ଦିଗରେ ମଙ୍ଗଳ, ବୃହସ୍ପତି, କେତୁ, ଶୁକ୍ର ଧନ ସହଯୋଗ କରିବେ। ମଙ୍ଗଳ, ବୃହସ୍ପତି, କେତୁ, ଶୁକ୍ର ସହଯୋଗ କରିବେ, ମାତ୍ର ଧନ ହରଣ କରିବେ କେଉଁମାନେ? ଶନି, ରାହୁ ଆଉ ଚନ୍ଦ୍ର। ମାନେ ଆପଣ ଯଦି ହାତକୁ ଠିକି ମୁଠେଇ ପାରିବେ ତାହେଲେ ଧନ ଯିବନି। କାହା କଥାରେ ଭାସି ଯାଆନ୍ତୁନି, ବୃଥା ଖର୍ଚ୍ଚ କରନ୍ତୁନି। ଏପରିକି ତୁମକୁ ମଧ୍ୟ ତୁମ ପିତା, ମାତା, ସ୍ତ୍ରୀ, ସ୍ୱାମୀ, ଭାଇ, ବନ୍ଧୁ, କୁଟୁମ୍ବ ବାଧ୍ୟ କରିବେ
ଆରେ 2 ଟଙ୍କା ଦଉନୁ, ଯଦି ଦେଇଦେଲ ସେ ଗଲା, ବୃଥାରେ ପାଣିରେ ପଡ଼ିଲା, ଜମା ଦିଅନ୍ତୁନି। ଆଜି ସୁଖ ଅବଶ୍ୟ ମିଳିବ, ଜୀବନ ସାଥୀଙ୍କର ସହଯୋଗ ଅଛି, ଦିନଟି ଆରାମରେ ଯିବ। ଜୟ ହେଉ, ନମସ୍କାର।